सीबीएसई क्लास 10 बोर्ड मार्च 10, 2025 ପାଇଁ ଗଣିତ ପରୀକ୍ଷା ଏବଂ ହିନ୍ଦୀ ପରେ 10 ଦିନର ବ୍ୟବଧାନ ସହିତ ତୁମର ପ୍ରସ୍ତୁତିକୁ ମଜବୁତ କରିବାର ଏକ ବଡ଼ ସୁଯୋଗ ଅଛି। ଗଣିତ ହେଉଛି ଏକ ବିଷୟ ଯେଉଁଠାରେ ଧାରଣା ଛତା, ନିୟମିତ ଅଭ୍ୟାସ ଏବଂ ଏକ ରଣନୀତିକ ଉପାୟ ଆପଣଙ୍କୁ ଉଚ୍ଚ ସ୍କୋର କରିବାରେ ସାହାଯ୍ୟ କରିଥାଏ। ମାର୍ଚ୍ଚ 10, 2025 ପାଇଁ ଗଣିତ ପରୀକ୍ଷା ଏବଂ ହିନ୍ଦୀ ପରେ 10 ଦିନର ବ୍ୟବଧାନ ସହିତ ତୁମର ପ୍ରସ୍ତୁତିକୁ ମଜବୁତ କରିବାର ଏକ ବଡ଼ ସୁଯୋଗ ଅଛି। ଏହି ଗାଇଡ୍ ସାଧାରଣ ତ୍ରୁଟିରୁ ରକ୍ଷା ପାଇବା ପାଇଁ ଦିନକୁ ଦିନ ଅଧ୍ୟୟନ ଯୋଜନା, ଗୁରୁତ୍ୱପୂର୍ଣ୍ଣ ବିଷୟ, ସଂଶୋଧନ କ୍ୱିଜ୍ ସଳ ଏବଂ ରଣନୀତି ପ୍ରଦାନ କରିଥାଏ। CBSE ଶ୍ରେଣୀ 10 ଗଣିତ 2025 ପାଇଁ ପରୀକ୍ଷା ପାଟର୍ନ, ଟାଙ୍ଗେଣ୍ଟ ଥିଓରେମ୍ ବୁଝନ୍ତୁ ଏବଂ ସମ୍ବନ୍ଧୀୟ ସମସ୍ୟାର ସମାଧାନ କରନ୍ତୁ। ଥିଓରେମ୍, ତ୍ରିରଙ୍ଗାର ସମାନତା ଏବଂ ସେମାନଙ୍କର ପ୍ରୟୋଗଗୁଡ଼ିକର ପୁନଃବିଚାର କରନ୍ତୁ। ମେନସୁରେସନ୍ ଫର୍ମୁଲା ଅଧ୍ୟୟନ କରନ୍ତୁ ଏବଂ ପରିସଂଖ୍ୟାନ ସହିତ ଭୂପୃଷ୍ଠ କ୍ଷେତ୍ର ଏବଂ ଭଲ୍ୟୁମ୍ ସମସ୍ୟାଗୁଡ଼ିକ ଅଭ୍ୟାସ କରନ୍ତୁ। ମାନସରୁ ମାର୍କ ପ୍ରଶ୍ନ ଉପରେ କାମ କରନ୍ତୁ। ମାର୍ଚ୍ଚ 7 ସବଟ୍ରାକସନ 8, ପରିସଂଖ୍ୟାନ ଏବଂ ସମ୍ଭାବନା ପୂର୍ଣ୍ଣ ଦୈର୍ଘ୍ୟ ମକ୍ ପରୀକ୍ଷା, ପ୍ରତ୍ୟକ୍ଷ, ଅନୁମାନିତ ଅର୍ଥ ଏବଂ ଷ୍ଟେପବିଚ୍ୟୁତି ପ୍ରଣାଳୀ ବ୍ୟବହାର କରି ଅର୍ଥ ମଧ୍ୟମ ମୋଡ୍ ପାଇଁ ସୂତ୍ରଗୁଡ଼ିକର ପୁନଃବିଚାର କରନ୍ତୁ। ସମ୍ଭାବ୍ୟତା ଭିତ୍ତିକ ଏବଂ ମାର୍କ ପ୍ରଶ୍ନ ଅଭ୍ୟାସ କରନ୍ତୁ। ନିର୍ଦ୍ଦିଷ୍ଟ ଅବସ୍ଥାରେ ଗୋଟିଏ ପୂର୍ଣ୍ଣ ଦୈର୍ଘ୍ୟର ମକ୍ ପରୀକ୍ଷା କରିବାକୁ ଚେଷ୍ଟା କରନ୍ତୁ। ଦୁର୍ବଳ ସ୍ଥାନଗୁଡ଼ିକ ଚିହ୍ନଟ କର ଏବଂ ପୁନଃବିଚାର କର। ମାର୍ଚ୍ଚ 9, ଅନ୍ତିମ ଫର୍ମୁଲା ସଂଶୋଧନ ଏବଂ ଆରାମ। ତୁମର ଫର୍ମୁଲା ଏବଂ ଭୁଲ ସର୍ତ୍ତ ନୋଟ୍ ଦେଇଯା। ନୂତନ ବିଷୟଗୁଡ଼ିକରୁ ଦୂରେଇ ରୁହନ୍ତୁ ଏବଂ କଠିନ ପ୍ରଶ୍ନର ପୁନର୍ବିଚାର ଉପରେ ଧ୍ୟାନ ଦିଅନ୍ତୁ। ଆରାମରେ ରୁହ, ଶୀଘ୍ର ଶୋଇ ରୁହ ଏବଂ ପରୀକ୍ଷା ଦିନ ପାଇଁ ମାନସିକ ସ୍ଥିରତା ନିଶ୍ଚିତ କର। ପରୀକ୍ଷା ଦିନ ରଣନୀତି ବା ସମୟର ପ୍ରଥମ 15 ମିନିଟ୍ କିପରି ବ୍ୟବହାର କରିବ। ପରୀକ୍ଷା ପୂର୍ବରୁ 15-12 ପ୍ରଥମ 15 ମିନିଟ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଏହାକୁ ବୁଦ୍ଧିମାନ ଭାବରେ ବ୍ୟବହାର କରିବା ଉଚିତ। ଏକ ପୂର୍ବାବଲୋକନ ପାଇବାକୁ ଶୀଘ୍ର ସମଗ୍ର ପ୍ରଶ୍ନ କାଗଜ ସ୍କାନ କରି ଆରମ୍ଭ କରନ୍ତୁ। ପ୍ରଶ୍ନଗୁଡ଼ିକୁ 3ଟି ଶ୍ରେଣୀରେ ଚିହ୍ନଟ କର ଏବଂ ପୃଥକ କର। ପ୍ରତ୍ୟେକ ସୂତ୍ର ଆଧାରିତ, ସହଜରେ କାର୍ଯ୍ୟକ୍ଷମ ଏବଂ ଚତୁର ପ୍ରଶ୍ନ। କେଉଁ ପ୍ରଶ୍ନଗୁଡ଼ିକ ପ୍ରଥମେ ଚେଷ୍ଟା କରିବାକୁ ପ୍ରାଥମିକତା ଦେବାରେ ଏହା ସାହାଯ୍ୟ କରେ। ବୈକଳ୍ପିକ ପ୍ରଶ୍ନଗୁଡ଼ିକ ପାଇଁ ଆପଣ କେଉଁଟି ସମାଧାନ କରିବେ ତାହା ଆଗରୁ ସ୍ଥିର କରନ୍ତୁ। ଉତ୍ତର ଲେଖିବା ବେଳେ କୌଣସି ଦ୍ୱନ୍ଦ୍ୱ ନହେବା ନିଶ୍ଚିତ କରନ୍ତୁ। ଏହା କରି ତୁମେ ତୁମର ଆଭିମୁଖ୍ୟକୁ ଫଳପ୍ରଦ ଭାବରେ ଯୋଜନା କରିପାରିବ ଏବଂ ପରୀକ୍ଷା ସମୟରେ ସମୟ ନଷ୍ଟ ନ କରିବ। କଠିନ ପ୍ରଶ୍ନ ପାଇଁ ପ୍ରାରମ୍ଭରେ ଅଧିକ ସମୟ ବିତାଇବାଠାରୁ ଦୂରେଇ ରୁହନ୍ତୁ। ଏହା ପରିବର୍ତ୍ତେ ସରଳଗୁଡ଼ିକ ସମାପ୍ତ କରିବା ପରେ ସେମାନଙ୍କୁ ଶେଷ ଆଡ଼କୁ ମୁକାବିଲା କରନ୍ତୁ। ଛାତ୍ରମାନେ କରୁଥିବା ଏକ ସାଧାରଣ ତ୍ରୁଟି ମଧ୍ୟରୁ ଗୋଟିଏ ହେଉଛି ଗଣନା ମାଧ୍ୟମରେ ଦୌଡ଼ିବା। ଉତ୍ତରରେ ତ୍ରୁଟି ଘଟାଇଥାଏ। ସର୍ବଦା ବ୍ୟବସ୍ଥିତ ଭାବରେ କାର୍ଯ୍ୟ କରନ୍ତୁ ଏବଂ ସାଂଖ୍ୟିକ ମୂଲ୍ୟଗୁଡ଼ିକୁ 2 ଥର ଯାଞ୍ଚ କରନ୍ତୁ। ମାର୍କ ପ୍ରଶ୍ନରେ ଯେଉଁଠାରେ ଆବଶ୍ୟକ ଚିତ୍ର ଆଙ୍କିବାରେ ବିଫଳ, ମୂଲ୍ୟବାନ ମାର୍କ ଖର୍ଚ୍ଚ ହୋଇପାରେ। ଅନ୍ୟ ଏକ ଭୁଲ ହେଉଛି ଅନ୍ତିମ ଉତ୍ତରକୁ ଆଲୋକିତ କରୁନାହିଁ, ଯାହା ପରୀକ୍ଷକଙ୍କୁ ଖୋଜିବା କଷ୍ଟକର ହୋଇପାରେ। ଅତିରିକ୍ତ ଭାବରେ ଏକ ସମସ୍ୟାର ସମାଧାନ ପାଇଁ ବ୍ୟବହୃତ ସୂତ୍ର କିମ୍ବା ଥିଓରେମ୍ ବିଷୟରେ ଉଲ୍ଲେଖ ନ କରିବା ଦ୍ୱାରା ଚୂଡ଼ାନ୍ତ ଉତ୍ତର ସଠିକ୍ ହୋଇଥିଲେ ମଧ୍ୟ ଆଂଶିକ ମାର୍କ ପ୍ରଦାନ କରାଯାଇପାରେ। ଏହି ତ୍ରୁଟିଗୁଡ଼ିକୁ ଏଡ଼ାଇବା ପାଇଁ ଏକ ସଂରଚନା ଏବଂ ସଂଗଠିତ ଉତ୍ତର ଫର୍ମାଟ୍ ବଜାୟ ରଖନ୍ତୁ। ଅନ୍ତିମ ପରୀକ୍ଷା ଦିନ ଟିପ୍ସ। ହାଇଡ୍ରେଟେଡ୍ ରୁହନ୍ତୁ, ପ୍ରଚୁର ପାଣି ପିଅନ୍ତୁ ଏବଂ ଆପଣଙ୍କ ମନକୁ ସତେଜ ରଖିବା ପାଇଁ ପ୍ରସ୍ତୁତି ସମୟରେ ଛୋଟ ବିରତି ନିଅନ୍ତୁ। ବୈଦ୍ୟୁତିକ ବିଭ୍ରାଟରୁ ଦୂରେଇ ରୁହନ୍ତୁ। ସୋସିଆଲ ମିଡିଆ, ଅନାବଶ୍ୟକ ଫୋନ୍ ବ୍ୟବହାର ଏବଂ ସାଙ୍ଗମାନଙ୍କ ସହିତ ଦୀର୍ଘ ବାର୍ତ୍ତାଳାପଠାରୁ ଦୂରରେ ରୁହନ୍ତୁ ଯାହା ଚିନ୍ତା ବଇପାରେ। ଆତ୍ମବିଶ୍ୱାସୀ ରୁହନ୍ତୁ,
ଆପଣଙ୍କର ପ୍ରସ୍ତୁତି ଉପରେ ବି କରନ୍ତୁ। ସକାରାତ୍ମକ ରୁହନ୍ତୁ ଏବଂ ଏକ ଶାନ୍ତ ଏବଂ ଧ୍ୟାନ ମନ ସହିତ ପରୀକ୍ଷା ନିକଟକୁ ଆସନ୍ତୁ। ତୁମର କଠିନ ପରିଶ୍ରମ ଫଳ ଦେବ। ନିଜ ଉପରେ ବିଶ୍ୱାସ କର। ପ୍ରେରଣାର ଅନ୍ତିମ ଶବ୍ଦ। ସଫଳତା ହେଉଛି ଛୋଟ ପ୍ରୟାସର ସମଷ୍ଟି। ଦିନକୁ ଦିନ ବାରମ୍ବାର। ରୋବର୍ଟ କଲିୟର। ତୁମର କଠିନ ପରିଶ୍ରମରେ ବି କର, ଯୋଜନା ଅନୁସରଣ କର ଏବଂ ଆତ୍ମବିଶ୍ୱାସରେ ପରୀକ୍ଷାରେ ପ୍ରବେଶ କର। ଆପଣ ଗଣିତରେ ଆପଣଙ୍କର ସର୍ବୋତ୍ତମ ମାର୍କ ସ୍କୋର କରିବାକୁ ସକ୍ଷମ।